ମାନ୍ୟତା ଅଛି ଶ୍ରାବଣ ମାସରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ ଏବଂ ମାତା ପାର୍ବତୀଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ସ୍ୱର୍ଗପୁରରୁ ମାନବ ଶରୀର ଗ୍ରହଣ କରି ମର୍ତ୍ତ୍ୟପୁରରେ ପ୍ରବେଶ କରିଥିଲେ ଏବଂ ଏହି ଶ୍ରାବଣ ମାସରେ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପୁନଶ୍ଚ ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ ଏହି ଶ୍ରାବଣ ମାସରେ ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରିଥିଲେ। ସମୁଦ୍ର ମନ୍ଥନରୁ ପ୍ରଥମେ ଯେଉଁ ବିଷ ବାହାରି ସମଗ୍ର ସୃଷ୍ଟିକୁ ଧ୍ୱଂସ କରିଦେବାକୁ ବସିଥିଲା, ସେହି ହଳାହଳ ବିଷକୁ ଭଗବାନ ଶିବଶଙ୍କର ପାନ କରି ସମଗ୍ର ସୃଷ୍ଟିକୁ ଧ୍ୱଂସ ମୁଖରୁ ରକ୍ଷା କରିଥିଲେ। ହଳାହଳ ବିଷ ପାନ ପରେ ଭଗବାନ ଶିବଙ୍କର କଣ୍ଠ ନୀଳ ପଡ଼ିଯାଇଥିଲା। ତେଣୁ ଭଗବାନ ଶିବଙ୍କର ଅନ୍ୟ ଏକ ନାମ ନୀଳକଣ୍ଠ। ଉଗ୍ର ବିଷ ପାନ କରିବାରେ ଭଗବାନ ଶିବଙ୍କର ଶରୀରର ଜ୍ୱାଳା ବଢ଼ିଯାଇଥିବାରୁ ସେବେଠାରୁ ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରାଯିବାର ପ୍ରଥା ଚାଲି ଆସୁଅଛି। ହିନ୍ଦୁ ସନାତନୀ ପରମ୍ପରାରେ ଶ୍ରାବଣ ମାସକୁ ଭଗବାନ ଶିବଙ୍କ ପୂଜାରେ ସମର୍ପିତ ମାସ ବୋଲି ଗ୍ରହଣ କରାଯାଇଛି। ଏହି ଶ୍ରାବଣ ମାସରେ ଭକ୍ତଟିଏ ଗଭୀର ଶ୍ରଦ୍ଧା ଓ ବିଶ୍ୱାସ ସହିତ ଭଗବାନ ଶିବଙ୍କର ପୂଜା ଆରାଧନା, ତପସ୍ୟା ଓ ଉପବାସ କରିଥାଏ। କଥିତ ଅଛି, ଭଗବାନ ଶିବ ଭକ୍ତର ପୂଜା ଆରାଧନାରେ ଅତି ଶୀଘ୍ର ପ୍ରସନ୍ନ ହୋଇ ତାକୁ ତାର ମନୋବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି। ସେଥିପାଇଁ ଭଗବାନ ଶିବଙ୍କୁ ଆଶୁତୋଷ ବୋଲି କୁହାଯାଇଥାଏ। ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ ହୋଇଥିବାରୁ ଏହି ଶ୍ରାବଣ ମାସରେ ଶିବ ପୂଜା ଓ ଶିବ ଆରାଧନା କରାଗଲେ ଭଗବାନ ଶିବଙ୍କର ପ୍ରତ୍ୟକ୍ଷ କରୁଣା ଭକ୍ତଟି ପ୍ରାପ୍ତ ହୋଇଥାଏ। ଭଗବାନ ଶିବଙ୍କ ଆଶୀର୍ବାଦରୁ ଧନ ଜନ ଗୋପ ଲକ୍ଷ୍ମୀରେ ପରିପୂର୍ଣ୍ଣ ହୋଇ ସାଂସାରିକ ଜୀବନ ଯାପନ କରିଥାଏ। ପୁନଶ୍ଚ ଭଗବାନ ଶିବଙ୍କ ଦୟାରୁ ସଫଳ ସାଂସାରିକ ଯାତ୍ରା ଶେଷ କରି ମୋକ୍ଷ ଲାଭ ମଧ୍ୟ କରିଥାଏ। ପୌରାଣିକ ଉକ୍ତି ଅନୁଯାୟୀ ମାତା ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ 16 ଗୋଟି ସୋମବାର ବ୍ରତ ପାଳନ କରିଥିଲେ। ଶ୍ରାବଣ ମାସର ସୋମବାର ଠାରୁ ଆରମ୍ଭ କରି 16 ଗୋଟି ସୋମବାର ପର୍ଯ୍ୟନ୍ତ ବ୍ରତ ରଖି ଭଗବାନ ଶିବ ଓ ମାତା ପାର୍ବତୀଙ୍କର ପୂଜା ଆରାଧନା କରାଗଲେ ଅବିବାହିତ ରହିଥିବା ଝିଅ ଓ ପୁଅମାନଙ୍କର ବିବାହ ମନପସନ୍ଦର ଜାଗାରେ ଅତି ଶୀଘ୍ର ସମ୍ପନ୍ନ ହୋଇଯାଇଥାଏ। ଜୟ ଶିବଶମ୍ଭୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।